ଆଜ୍ଞା ଦରକାର ପଇଲେ ନିଜର ଲୋକ ବି ଶତ୍ରୁ ହେଇଯାଆନ୍ତି। କାହିଁକି ଜାଣିଛନ୍ତି? ଆପଣ ବେଶୀ ନିଜର ଭାବନ୍ତି ନା, ଆପଣଙ୍କର ମନ କଥା ସବୁ ତା ଆଗରେ ଖୋଲିକିରି କହିଦିଅନ୍ତି। କାହିଁକିନା ନିଜର ଲୋକ ତ, ତେଣୁ ସେ ସବୁ ଜାଣିଯାଏ। କାହିଁକିନା ସେ ସ୍ୱାର୍ଥପର ଲୋକ, ସେ ଅପେକ୍ଷା କରିଥାଏ ତୁମର ଦୁର୍ବଳତାକୁ। ଯେତେବେଳେ ତୁମେ ଦୁର୍ବଳତା ତା ପାଖରେ ପ୍ରକାଶ କରିଦେବ ନା, ଛାଏଁ ଛାଏଁ ସେ ତୁମକୁ ଆଟାକ୍ କରିବ। ଯାହାକି ତୁମେ ଯେତେ କଥା କହିଥିବ ନା, ସେ ସବୁ କାର୍ଯ୍ୟରେ ଲଗେଇଦେବ। ଯାହାଫଳରେ ସେ ତୁମର ଶତ୍ରୁ ବନିଯିବ। ଆଉ ଶତ୍ରୁ ବନିଗଲେ ତୁମର ଅବସ୍ଥା ଯାହା ହେବ ଭାବୁଥିବେ ଆଉ କ'ଣ। ନିଜ ଲୋକ ଯେତେବେଳେ ଶତ୍ରୁ ହେଇଯିବେ, ଆପଣଙ୍କର ଭାଗ୍ୟ ଆଉ କେଉଁଠି ସାଥ ଦେବ? ରହିଲା ଆଜ୍ଞା, ନମସ୍କାର।